ଶିବଶକ୍ତି କହିଲେ ଯେ ପ୍ରଥମେ ପୃଥିବୀ ବୁଲି ଆସିବ ସିଏ ହେଉଛି ବୁଦ୍ଧିମାନ। କାର୍ତ୍ତିକ ତାଙ୍କ ବାହନ ମୟୂରରେ ଉଡ଼ିଗଲେ ପୃଥିବୀ ବୁଲିବାକୁ। ଗଣେଶଙ୍କର ମୂଷା ବାହନ କଣ୍ଠରେ ସେ ଚିନ୍ତା କଲେ ଏ ସାରା ବ୍ରହ୍ମାଣ୍ଡର ଧୂଳିକଣାରେ ଶିବଶକ୍ତି ବିଦ୍ୟମାନ। ତେଣୁ ତାଙ୍କ ଚାରିପାଖରେ ବୁଲିବା ଅର୍ଥ ପୃଥିବୀ ଭ୍ରମଣ। ତେଣୁ ସେ ଶିବଶକ୍ତିଙ୍କ ଚାରିପାଖରେ 7 ଥର ବୁଲି ଆସି କହିଲେ ପିତା ମୁଁ 7 ଥର ପୃଥିବୀ ବୁଲି ଆସିଲି। ଶିବ ପଚାରିଲେ କେମିତି? ଗଣେଶ ଉତ୍ତର ଦେଲେ ଏ ସୃଷ୍ଟି ଆପଣଙ୍କର, ଆପଣ ସବୁଠି ଅଛନ୍ତି। ତେଣୁ ମୁଁ ମୋ ବାପା ମାଙ୍କ ଚାରିପାଖରେ ବୁଲିଲି ମାନେ ଏ ସାରା ପୃଥିବୀ ବୁଲିଲି। କାର୍ତ୍ତିକ ମଧ୍ୟ ଯେଉଁଠାକୁ ଗଲେ ସେ ଶୁଣିଲେ ଗଣେଶ ପ୍ରଥମେ ଆସି ପହଞ୍ଚିଥିଲେ। ସେଥିପାଇଁ ଆମେ ପ୍ରଥମେ ବିଘ୍ନ ବିନାଶକ ଗଣେଶଙ୍କୁ ହିଁ ପୂଜା କରିଥାଉ। ଡିୟର ଅଡିଏନ୍ସ, ଆମ ବାପା ମାଙ୍କ ଠାରୁ ବଡ଼ ଦେବତା ଏହି ଦୁନିଆରେ ବି କେହି ନାହାନ୍ତି। ଆମେ ଦେବତାଙ୍କୁ ତ ଦେଖିଲେ କିନ୍ତୁ ଆମ ବାପା ମାଙ୍କୁ ଦେଖିଛୁ, ଆମ ଜନ୍ମଦାତା ଜନ୍ମଦାତ୍ରୀଙ୍କୁ ଦେଖିଛୁ। ସେହି ସବୁବେଳେ ଆମ ପାଇଁ ବହୁତ ବଡ଼ ଦେବତା। ତେଣୁ ଆସନ୍ତୁ ଦର୍ଶକ